22 एप्रिलରୁ शनि हेबे उदय। ଏହି 3 ରାଶିରେ ହେବ ସକାରାତ୍ମକ ପରିବର୍ତ୍ତନ। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ କର୍ମଫଳ ଦାତା ଓ ନ୍ୟାୟର ଦେବତା ଭାବେ ପରିଗଣିତ କରାଯାଇଥାଏ। ଶନିଙ୍କ ଗୋଚର ଜୀବନରେ ଅନୁଶାସନ, ସଂଘର୍ଷ ଓ ଧୈର୍ଯ୍ୟର ଶିକ୍ଷା ପ୍ରଦାନ କରିଥାଏ। ଏହି ଗ୍ରହ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କ କର୍ମଫଳ ଅନୁଯାୟୀ ଫଳ ପ୍ରଦାନ କରିଥାଏ। ଶନି ଦେବ ପ୍ରାୟ 2.5 ବର୍ଷରେ ଥରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗମନ କରନ୍ତି। ବର୍ତ୍ତମାନ ସମୟରେ ଶନି ଦେବ ମୀନ ରାଶିରେ ଗୋଚର କରୁଥିବା ବେଳେ ଆସନ୍ତା ଏପ୍ରିଲ 22 ତାରିଖରେ ଏହି ରାଶିରେ ଉଦିତ ହେବାକୁ ଯାଉଛନ୍ତି। ଆଉ ଶନିଦେବଙ୍କ ଏହି ଉଦୟର ପ୍ରଭାବ ସମସ୍ତ 12 ରାଶି ଉପରେ ପଡ଼ିବାକୁ ଯାଉଛି। କିନ୍ତୁ ଖାସ୍ କରି ଏହି ଗ୍ରହଚଳନ ପ୍ରଭାବରେ ବୃଷ, ମିଥୁନ ଓ ମକର ରାଶିର ଲୋକଙ୍କୁ କ୍ୟାରିୟର ଓ ଆର୍ଥିକ ମାମଲାରେ ଶୁଭ ଫଳ ପ୍ରଦାନ ହେବାକୁ ଯାଉଛି। ବୃଷ ରାଶିର ଜାତକଧାରୀମାନଙ୍କ ପାଇଁ ଶନିଦେବଙ୍କ ଏହି ଉଦୟ ବିଶେଷ ଭାବେ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ଶନି ରୋଜଗାର ଓ ଲାଭ ଗୃହରେ ଉଦୟ ହେବେ, ଯେଉଁଥିପାଇଁ ଅଟକି ରହିଥିବା ଟଙ୍କା ପଇସା ପ୍ରାପ୍ତ ହେବା ସହ ନିବେଶରୁ ବଡ଼ ଧରଣର ଲାଭ ମିଳିବାର ସମ୍ଭାବନା ରହିଛି। ପ୍ରପର୍ଟି ଓ ଯାନବାହନ ସହ ଜଡ଼ିତ କୌଣସି ବଡ଼ ଧରଣର ନିଷ୍ପତ୍ତି ନେଇପାରନ୍ତି। ମିଥୁନ ରାଶି ପାଇଁ ଶନିଙ୍କ ଏହି ଉଦୟ ଲାଭକାରୀ ସାବିତ ହୋଇପାରେ। ଶନି ଆପଣଙ୍କ କର୍ମ ଲଗ୍ନରେ ଉଦୟ ହେବେ, ଯେଉଁଥିପାଇଁ କ୍ୟାରିୟର ଓ ଆର୍ଥିକ ଜୀବନରେ ସୁଧାର ଦେଖିବାକୁ ମିଳିପାରେ। ଚାକିରି ବାକିରି କରୁଥିବା ଲୋକମାନେ ପ୍ରମୋସନ, ବେତନ ବୃଦ୍ଧି ଓ ନୂଆ ଦାୟିତ୍ୱ ମିଳିପାରେ। ଯେଉଁ ଲୋକମାନେ ଚାକିରି ବଦଳାଇବା ପାଇଁ ଚିନ୍ତା କରୁଛନ୍ତି, ସେମାନଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବ। ବେପାର କରୁଥିବା ଲୋକମାନେ ନୂଆ କ୍ଲାଏଣ୍ଟ ପାଇବା ସହ ବ୍ୟବସାୟ ବୃଦ୍ଧି କରିବାର ଯୋଗ ରହିଛି। ମକର ରାଶିର ଲୋକମାନଙ୍କ ପାଇଁ ଶନିଙ୍କ ଏହି ଉଦୟ ବହୁତ ଅନୁକୂଳ ହେବାକୁ ଯାଉଛି, କାରଣ ଏହା ନିଜେ ସ୍ୱୟଂ ଶନିଙ୍କ ରାଶି ଅଟେ। ଶନି ଏହି ରାଶିର ତୃତୀୟ ଲଗ୍ନରେ ଉଦୟ ହେଉଥିବାରୁ କ୍ୟାରିୟରରେ ବଡ଼ ଉପଲବ୍ଧି ପ୍ରାପ୍ତ ହୋଇପାରେ। ଚାକିରିରେ ଉଚ୍ଚ ପଦ, ନୂଆ ଦାୟିତ୍ୱ ଓ ଅଧିକାରୀଙ୍କ ସହଯୋଗ ମିଳିବାର ସମ୍ଭାବନା ରହିଛି। ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସହ ଅଧିକାରୀଙ୍କ ନିକଟରୁ ସହଯୋଗ ମିଳିପାରେ। ବେପାର କରୁଥିବା ଲୋକଙ୍କୁ ଅଚାନକ ଲାଭ ପ୍ରାପ୍ତି ହେବ, ତେବେ ଘରର ଉତ୍ତରଦାୟିତ୍ୱ ଆପଣଙ୍କ ଉପରେ ରହିବ। ପରିବାରକୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରନ୍ତୁ ଓ ନିୟମିତ ବ୍ୟାୟାମ ଓ ଧ୍ୟାନ କରନ୍ତୁ।